ଚାଲନ୍ତୁ ଟିକେ କଳ୍ପନା କରିବା ଏମିତି ଏକ ମୁହୂର୍ତ୍ତ ଯେତେବେଳେ ଗୋଟେ ଦେଶର ଶହ ଶହ ବର୍ଷର ଅପେକ୍ଷା ଶେଷ ହେଉଛି ଆଉ ଠିକ୍ ସେହି ମୁହୂର୍ତ୍ତରେ ଦିଆଯାଉଛି ଗୋଟେ ଭାଷଣ ଯାହା କେବଳ କିଛି ଶବ୍ଦ ନଥିଲା ଆଜ୍ଞା ସେଇଟା ଥିଲା ଭାଗ୍ୟ ସହିତ କରାଯାଇଥିବା ଏକ ପ୍ରତିଜ୍ଞା। ଆଜି ଆମେ ସେହି ଐତିହାସିକ ଭାଷଣ ଜବାହରଲାଲ ନେହେରୁଙ୍କର ଟ୍ୱିଷ୍ଟ ୱିଥ୍ ଡେଷ୍ଟିନି ବିଷୟରେ ଜାଣିବା। ସମୟ ଥିଲା 14 ଅଗଷ୍ଟ 1947 ଠିକ୍ ମଝିରାତି। କୁହନ୍ତି ଯେତେବେଳେ ପୁରା ଦୁନିଆ ଶୋଇଥିଲା ଭାରତ ସେତେବେଳେ ଜୀବନ ଆଉ ସ୍ୱାଧୀନତା ଭିତରକୁ ଆଖି ଖୋଲୁଥିଲା। ଆଉ ସେଇଟା ହିଁ ଥିଲା ସେଇ ମୁହୂର୍ତ୍ତ ଯେତେବେଳେ ଗୋଟେ ପୁରା ଦେଶ ନିଜ ଭବିଷ୍ୟତ ପାଇଁ ନିଜକୁ ଗୋଟେ ପ୍ରତିଶ୍ରୁତି ଦେଉଥିଲା। ଆଚ୍ଛା, ଏଇ ଯୋଉ ଭାଷଣର ନାଁ ଏଥିରେ ଟ୍ୱିଷ୍ଟ ଶବ୍ଦର ମାନେ କ'ଣ? ଏହାର ସିଧାସଳଖ ଅର୍ଥ ହେଲା ଗୋଟେ ଗମ୍ଭୀର ପ୍ରତିଜ୍ଞା କିମ୍ବା କହିପାରନ୍ତି ଗୋଟେ ଚୁକ୍ତି। ଆଉ ଯଦି ଏଇ ଶବ୍ଦକୁ ଠିକ୍ ଭାବେ ବୁଝିହେବ ତାହେଲେ ଯାଇ ପୁରା ଭାଷଣର ଗଭୀରତାକୁ ଅନୁଭବ କରିହେବ। କାରଣ ଜାଣିଛନ୍ତି ଏଟା ଖାଲି ଗୋଟେ ଶବ୍ଦ ନଥିଲା, ଏହା ପଛରେ ଗୋଟେ ବହୁତ ବଡ଼ ଭାବନା ଥିଲା। ତାହେଲେ ପ୍ରଶ୍ନ ଉଠୁଛି ଏ ପ୍ରତିଜ୍ଞାଟା ଆଉ କ'ଣ ଥିଲା? ଦେଖନ୍ତୁ, ଏଇଟା ଥିଲା ସ୍ୱାଧୀନତା ପାଇଁ ଲଢ଼ାଇ କରିଥିବା ଗୋଟେ ପୁରା ପିଢ଼ିର ତାଙ୍କର ପ୍ରତିଶ୍ରୁତି। ଆଉ ନେହେରୁଙ୍କ ଭାଷଣର ଯୋଉ ପ୍ରଥମ ଭାଗଟା ଥିଲା ନା ସେଇଟା ଠିକ୍ ଏଇ ମଧ୍ୟରାତ୍ରିର ପ୍ରତିଜ୍ଞାକୁ ପୂରା କରିବା ବିଷୟରେ ହିଁ ଥିଲା। କେବଳ ଭାବି ଦେଖନ୍ତୁ ନେହେରୁଙ୍କର ଏଇ ଶବ୍ଦଗୁଡ଼ିକ କେତେ ଶକ୍ତିଶାଳୀ ଥିଲା। ସେ ଯେତେବେଳେ କହିଲେ ବହୁ ବର୍ଷ ପୂର୍ବେ, ବାସ୍ ସେଇ ଗୋଟିଏ କଥାରେ ସେ ସମସ୍ତଙ୍କୁ ସ୍ୱାଧୀନତା ସଂଗ୍ରାମର ସେଇ ଲମ୍ବା ଆଉ କଷ୍ଟଦାୟକ ଯାତ୍ରା କଥା ମନେ ପକାଇଦେଲେ। ଏଇ ଗୋଟିଏ ଲାଇନ୍ ଭିତରେ ଶହ ଶହ ବର୍ଷର ପରାଧୀନତାର କଷ୍ଟ ଥିଲା ଆଉ ତା ସହିତ ଗୋଟେ ନୂଆ ଆଶାର ଭାର ବି ଲୁଚି ରହିଥିଲା। ହଉ, ତ ଏଇ ଗମ୍ଭୀର ପ୍ରତିଜ୍ଞା କଥା ତ ଗଲା। ଏହାପରେ ଆସିଲା ସ୍ୱାଧୀନତାର ସେଇ ଅସମ୍ଭବ ଆନନ୍ଦର ମୁହୂର୍ତ୍ତ। ବ୍ରିଟିଶ ଶାସନରୁ ମୁକ୍ତି ପାଇବାର ଯୋଉ ଖୁସି, ଯୋଉ ଉତ୍ସାହ, ସେଇଟା ବି ନେହେରୁଙ୍କ ଭାଷଣର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଭାବନ୍ତୁ ତ କେତେ ପିଢ଼ିର ଲଢ଼େଇ, କେତେ ବଳିଦାନ ଆଉ କେତେ ତ୍ୟାଗ ପରେ ଯାଇ ଶେଷରେ ସେଇ ସ୍ୱପ୍ନଟା ସତ ହେଲା। ଆଉ ଏଇଟା ଖାଲି ରାଜନୈତିକ ସ୍ୱାଧୀନତା ନଥିଲା, ନା, ଏଇଟା ଥିଲା କୋଟି କୋଟି ଲୋକଙ୍କ ଆତ୍ମସମ୍ମାନର ପୁନର୍ଜନ୍ମ, ଯେମିତିକି ସେମାନେ ପୁଣି ଥରେ ନିଜକୁ ଫେରି ପାଇଲେ। ନେହେରୁଙ୍କ ଭାଷଣରେ ସେ ବିଜୟର ଖୁସିଟା ପୂରାପୂରି ଝଲସୁଥିଲା। କିନ୍ତୁ ନେହେରୁ ବହୁତ ଭଲ ଭାବରେ ଜାଣିଥିଲେ ଯେ ଖୁସି ମନେଇବା ପାଇଁ ବେଶୀ ସମୟ ନାହିଁ। ଆଉ ତାଙ୍କର ଭାଷଣର ଯେଉଁ ଅସଲ କଥାଟା ତାହା ଏଇଠୁ ହିଁ ଆରମ୍ଭ ହେଉଛି। ସେ ଏକଦମ ସ୍ପଷ୍ଟ କରିଦେଲେ ଯେ ଦେଖ, ସ୍ୱାଧୀନତା କୌଣସି ଜିନିଷର ଶେଷ ନୁହେଁ, ବରଂ ଏଇଟା ହେଉଛି ଗୋଟେ ବହୁତ ବଡ଼ ଦାୟିତ୍ୱର ଆରମ୍ଭ। ତ ସ୍ୱାଧୀନତାର ପ୍ରକୃତ ଅର୍ଥ କ'ଣ ଥିଲା ସେତେବେଳେ? ଚାଲନ୍ତୁ ଦେଖିବା। ଗୋଟେ ପଟେ ହଁ, ଏଇଟା ଥିଲା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମର ଶେଷ, ଖୁସି ମନାଇବାର ସମୟ। କିନ୍ତୁ ଅନ୍ୟପଟେ ଆଉ ଏଇଟା ହିଁ ଥିଲା ସବୁଠୁ ଜରୁରୀ କଥା, ଏଇଟା ଥିଲା ପ୍ରକୃତ କାମର ଆରମ୍ଭ, ଗୋଟେ ନୂଆ ଦେଶକୁ ଗଢ଼ିବାର ସେଇ ବିଶାଳ ଦାୟିତ୍ୱ। ଏଇ କଥାଟା ହିଁ ଥିଲା ପୁରା ଭାଷଣର ମୂଳଦୁଆ। ଦେଖନ୍ତୁ, ସ୍ୱାଧୀନତା ପାଇଁ ଲଢ଼ାଇଟା ବହୁତ କଷ୍ଟ ଥିଲା, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଗୋଟେ ଭଙ୍ଗାରୁଜା, ଗରିବ ଆଉ ବିଭାଜିତ ଦେଶକୁ ପୁଣିଥରେ ଠିଆ କରାଇବା, ସେଇଟା ତାଠୁ ବି ବଡ଼ ଚ୍ୟାଲେଞ୍ଜ ଥିଲା। ଅସଲ ପରୀକ୍ଷା ତ ଏବେ ଆରମ୍ଭ ହୋଇଥିଲା। ତାହେଲେ ଏଇ ଯୋଉ ପ୍ରକୃତ କାମ କଥା କୁହାଯାଉଛି ସେଇଟା କ'ଣ ଥିଲା? ଦେଶ ଗଢ଼ିବାର ଏହି ରାସ୍ତାରେ ଆଗକୁ କ'ଣ ସବୁ ଚ୍ୟାଲେଞ୍ଜ ଥିଲା? ଏହି ଭାଗରେ ନେହେରୁ ଦେଶ ପାଇଁ ଗୋଟେ ପୁରା ସ୍ପଷ୍ଟ ରୋଡମ୍ୟାପ୍ ଦେଖାଇଥିଲେ। ନେହେରୁ ମୁଖ୍ୟତଃ 4ଟା ବଡ଼ କାମ ଉପରେ ଫୋକସ୍ କରିବାକୁ କହିଲେ। ଦେଖନ୍ତୁ ସେତେବେଳର ସ୍ଥିତି କେମିତି ଥିଲା। କୋଟି କୋଟି ଲୋକ ଗରିବୀ, ଅଶିକ୍ଷା ଆଉ ରୋଗରେ ବୁଡ଼ି ରହିଥିଲେ। ଆଉ ଆଗକୁ ବଢ଼ିବାର ସୁଯୋଗ ସେଟା ତ ଖାଲି କିଛି ହାତଗଣତି ଲୋକଙ୍କ ପାଖରେ ଥିଲା। ତେଣୁ ଏଇ ଯୋଉ 4ଟା ସମସ୍ୟା ଥିଲା ନା, ଏହାର ସମାଧାନ କରିବା ହିଁ ନୂଆ ଦେଶର ସବୁଠୁ ବଡ଼ ଲକ୍ଷ୍ୟ ଥିଲା। କିନ୍ତୁ ପ୍ରଶ୍ନ ହେଉଛି, ଏତେ ବଡ଼ ଲକ୍ଷ୍ୟ ପୂରଣ ହେବ କେମିତି? ଏଇଥିପାଇଁ ନେହେରୁ ସିଧା ଦେଶବାସୀଙ୍କୁ ଆହ୍ୱାନ ଦେଲେ। ସେ କହିଲେ ଯେ ଯଦି ଏକତା, ଅନୁଶାସନ ଆଉ ସମର୍ପଣ ଭାବନା ରହିବ ତାହେଲେ ଯାଇ ଏସବୁ ସମ୍ଭବ ହେବ। ମାନେ ଦେଶରେ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ, ଏକା କେହି କିଛି କରିପାରିବେନି। ତ ଏତେ ସବୁ କଠିନ ପରିଶ୍ରମ ଆଉ ଦାୟିତ୍ୱ ପଛରେ ଗୋଟେ ସ୍ୱପ୍ନ ଲୁଚି ରହିଥିଲା। ଆଉ ଭାଷଣର ଶେଷ ଆଡ଼କୁ ନେହେରୁ ସେ ସ୍ୱପ୍ନର ଗୋଟେ ସୁନ୍ଦର ଚିତ୍ର ଆଙ୍କିଥିଲେ। ଏମିତି ଗୋଟେ ଭାରତର ସ୍ୱପ୍ନ ଯେଉଁଠି ପ୍ରତ୍ୟେକ ନାଗରିକକୁ ନ୍ୟାୟ ମିଳିବ ଆଉ ସେ ସମ୍ମାନର ସହ ବଞ୍ଚିପାରିବ। ଆଉ ଏ ନୂଆ ଭାରତର ମୂଳଦୁଆ ଥିଲା 3ଟି ମୁଖ୍ୟ ଜିନିଷ। ପ୍ରଥମେ, ସମସ୍ତଙ୍କ ପାଇଁ ନ୍ୟାୟ। ଏହାର ମାନେ ହେଲା ଜାତି, ଧର୍ମ କି ଲିଙ୍ଗ କିଛି ବି ଦେଖାଯିବନି, ସମସ୍ତଙ୍କ ପାଇଁ ସମାନ ଅଧିକାର। ଦ୍ୱିତୀୟରେ, ସମସ୍ତଙ୍କ ପାଇଁ ସୁଯୋଗ, ମାନେ ଜଣେ ଗରିବରୁ ଗରିବ ଘରର ପିଲା ବି ଆଗକୁ ବଢ଼ିପାରିବ। ଆଉ ତୃତୀୟ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା, ତାହା ହେଲା ଜୀବନର ମର୍ଯ୍ୟାଦା, ଯେମିତିକି କାହାକୁ ବି ଅସମ୍ମାନିତ ହେବାକୁ ନ ପଡ଼ୁ। ଆଚ୍ଛା, ଆଜି 75 ବର୍ଷରୁ ବି ଅଧିକ ସମୟ ବିତିଗଲାଣି। ତ ଏବେ ଗୋଟେ ଦେଶର ସେଇ ପ୍ରତିଶ୍ରୁତିକୁ ଜୀବନ୍ତ ରଖିବାର ଅର୍ଥ କ'ଣ ହୋଇପାରେ?
ଏଇଟା ଏମିତି ଗୋଟେ ପ୍ରଶ୍ନ ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ ଆଉ ସେଇ ପୁରୁଣା ପ୍ରତିଜ୍ଞା କଥା ପୁଣି ଥରେ ମନେ ପକାଇଦିଏ। ସ୍ୱାଗତ। ଆଜି ଆମେ ଗୋଟେ ବହୁତ ଖାସ୍ ବିଷୟରେ କଥା ହେବାକୁ ଯାଉଛୁ। ଭାରତୀୟ ଇତିହାସର ଗୋଟେ ଅଭୁଲା ମୁହୂର୍ତ୍ତ, ଆଉ ସେହି ମୁହୂର୍ତ୍ତରେ ଦିଆଯାଇଥିବା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଭାଷଣ, ଜବାହରଲାଲ ନେହେରୁଙ୍କ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି, ମାନେ ଭାଗ୍ୟ ସହ ସାକ୍ଷାତ। ଆମ ପାଖରେ ଏଇ ଭାଷଣର ଗୋଟେ ସାରାଂଶ ଅଛି। ଏଥିରେ ଏହାର ପୁରା ପୃଷ୍ଠଭୂମି, ମୁଖ୍ୟ କଥା ସବୁ ଦିଆଯାଇଛି। ତ ଆମେ ଚେଷ୍ଟା କରିବା ଏହି ସୂଚନାକୁ ନେଇ ଭାଷଣଟିକୁ ଆହୁରି ଭଲ ଭାବେ ବୁଝିବାକୁ। ଆମର ଲକ୍ଷ୍ୟ ହେଉଛି ଭାରତ ଯେତେବେଳେ ଜନ୍ମ ନେଲା ସେତେବେଳେ ଏ ଭାଷଣର ପ୍ରକୃତ ମାନେ କ'ଣ ଥିଲା, କାହିଁକି ଏତେ ଜରୁରୀ ଥିଲା, ଆଉ ଆଜି ବି ଏହାର କଥା କେତେ ଠିକ୍। ଆସନ୍ତୁ ଏ ବିଷୟରେ ଗଭୀର ଭାବେ ଆଲୋଚନା କରିବା। ଆଚ୍ଛା, ପ୍ରଥମେ ସେ ସମୟକୁ ଟିକେ ମନେ ପକାଇବାକୁ ଚେଷ୍ଟା କରିବା। ଭାବନ୍ତୁ ଟିକେ, 14 ଅଗଷ୍ଟ 1947, ମଝି ରାତି ହେବାକୁ ଯାଉଛି। ଦିଲ୍ଲୀର ସମ୍ବିଧାନ ସଭା, ପୂରା ଦେଶ ଅପେକ୍ଷା କରୁଛି। ଶହ ଶହ ବର୍ଷର ଗୋଲାମୀ ପରେ ଭାରତ ସ୍ୱାଧୀନ ହେବାକୁ ଯାଉଛି। କେତେ ଲଢ଼େଇ, କେତେ ବଳିଦାନ ପରେ ସେ ସ୍ୱପ୍ନ ସତ ହେବାକୁ ଯାଉଛି। ସେତେବେଳେ ବାତାବରଣ କେମିତି ଥିବ? ମାନେ, ଗୋଟେ ପଟେ ବହୁତ ଖୁସି, ଆଉ ଗୋଟେ ପଟେ ନୂଆ ଦେଶ ଗଢ଼ିବାର ଉତ୍ସାହ। ହୁଏତ ଟିକି ଡର ବି ଥିବ, ଆଗକୁ କ'ଣ ହବ। ଆଉ ସବୁଠୁ ବଡ଼ କଥା, ଗୋଟେ ବିରାଟ ଦାୟିତ୍ୱର ଅନୁଭବ। ଆମର ସାରାଂଶ କହୁଛି ଏମିତି ଏକ ମିଶ୍ରିତ ମାହୋଲ ଭିତରେ ନେହେରୁ ଠିଆ ହେଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ। ଆଉ ଏଇ ଯେଉଁ ଭାଷଣ ଦେଲେ, ଏଇଟା ଖାଲି ଗୋଟେ ଘୋଷଣା ନଥିଲା, ଗୋଟେ ନୂଆ ଦେଶର ଆତ୍ମାକୁ ଯେମିତି ସେ ଆହ୍ୱାନ ଦଉଥିଲେ। ହଁ, ଏଇ ପୃଷ୍ଠଭୂମିଟା ବହୁତ ଜରୁରୀ। ଆଉ ସେଇ ପରିବେଶରେ ଭାଷଣର ନାଁ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି, ଏଇଟା ନିଜେ ହିଁ ବହୁତ କିଛି କହୁଛି। ଟ୍ରିଷ୍ଟ କଥାଟାର ମାନେ ହେଲା ଗୋଟେ ପୂର୍ବରୁ ଠିକ୍ ହୋଇଥିବା ସାକ୍ଷାତ, ଗୋଟେ ପ୍ରତିଶ୍ରୁତି ଦିଆ ସାକ୍ଷାତ, ଆଉ ଡେଷ୍ଟିନି ମାନେ ତ ଭାଗ୍ୟ। ତେବେ ଏହାର ମାନେ ହେଲା ଭାଗ୍ୟ ସହ ଏକ ପ୍ରତିଶ୍ରୁତିବଦ୍ଧ ସାକ୍ଷାତ। ନେହେରୁ କ'ଣ କହିବାକୁ ଚାହୁଁଥିଲେ? ସେ କହୁଥିଲେ, ବହୁ ବର୍ଷ ତଳେ ଭାରତ ନିଜ ଭାଗ୍ୟ ସହ ଗୋଟେ ପ୍ରତିଜ୍ଞା କରିଥିଲା। ସ୍ୱାଧୀନ ହେବ, ନିଜ ପରିଚୟ ଫେରି ପାଇବ, ଆଉ 1947 ଅଗଷ୍ଟ ମାସର ସେଇ ମଝି ରାତିରେ ସେଇ ପ୍ରତିଜ୍ଞା ପୂରା କରିବାର ସମୟ ଆସିଛି। ସେଇ ଭାଗ୍ୟ ସହ ମିଶିବାର ମୁହୂର୍ତ୍ତ ଆସିଛି। ଏଠି ମଜା କଥା ହେଉଛି, ସେ ସ୍ୱାଧୀନତାକୁ କେବଳ ଗୋଟେ ଘଟଣାର ଶେଷ ବୋଲି ଦେଖୁନାହାନ୍ତି, ବରଂ ସେ କହୁଛନ୍ତି ଏଇଟା ସେଇ ପୁରୁଣା ପ୍ରତିଶ୍ରୁତି ପୂରଣ କରିବାର ଯାତ୍ରାର ଆରମ୍ଭ, ଏକ ନୂଆ ଆରମ୍ଭ। କିନ୍ତୁ ଏଇ ଯେଉଁ ଭାଗ୍ୟ ସହ ସାକ୍ଷାତ କଥାଟା ଅଛି, ଏଇଟା ଶୁଣିଲେ ଟିକେ ଲାଗେନି ଯେ ସବୁ ଆଗରୁ ଠିକ୍ ହେଇଯାଇଛି, ମାନେ ଭାଗ୍ୟରେ ଯାହା ଥିଲା ତାହା ହେଲା, ଏମିତି କିଛି ନା ଏହାର ଆଉ କିଛି ଗଭୀର ମାନେ ଥିଲା, ଆମର ସାରାଂଶ ଯେମିତି କହୁଛି? ହଁ, ଏଇଟା ଗୋଟେ ଭଲ ପ୍ରଶ୍ନ। ଦେଖନ୍ତୁ, ନେହେରୁ ଯେତେବେଳେ ଡେଷ୍ଟିନି ବା ଭାଗ୍ୟ କଥା କହୁଛନ୍ତି, ସେଟା ସେମିତି ନୁହେଁ ଯେ ଆମେ ହାତ ବାନ୍ଧି ବସିଯିବା। ଏଠି ଭାଗ୍ୟର ମାନେ ହେଉଛି ଗୋଟେ ଦେଶର ସାମୂହିକ ଇଚ୍ଛା, ଲକ୍ଷ୍ୟ ଆଉ ସମ୍ଭାବନା। ସେ କହିବାକୁ ଚାହୁଁଥିଲେ ଯେ ଭାରତର ଭାଗ୍ୟ ହେଉଛି ଗୋଟେ ମହାନ, ସମୃଦ୍ଧ ଦେଶ ହେବା। କିନ୍ତୁ ସେଇ ଭାଗ୍ୟଟା ଆପେ ଆପେ ହେଇଯିବନି। ସେଇ ସାକ୍ଷାତ ବା ଟ୍ରିଷ୍ଟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ପରିଶ୍ରମ କରିବାକୁ ପଡ଼ିବ, କାମ କରିବାକୁ ହେବ। ତେଣୁ ଏଇଟା ଭାଗ୍ୟ ଉପରେ ଭରସା କରି ବସିବା ପାଇଁ ନଥିଲା, ବରଂ ନିଜ ଭାଗ୍ୟ ନିଜେ ଗଢ଼ିବା ପାଇଁ, ସେଇ ପୁରୁଣା କଥାକୁ କାମରେ କରି ଦେଖେଇବା ପାଇଁ ଗୋଟେ ଆହ୍ୱାନ ଥିଲା। ସ୍ୱାଧୀନତା କେବଳ ସେଇ କାମ ଆରମ୍ଭ କରିବାର ସୁଯୋଗ ଦେଲା। ଓହୋ, ମାନେ ଏଇଟା ଗୋଟେ ବହୁତ ଶକ୍ତିଶାଳୀ ଆହ୍ୱାନ ଥିଲା କାମ କରିବା ପାଇଁ। ସ୍ୱାଧୀନତା ମିଳିଲା, ବହୁତ ବଡ଼ ଜିନିଷ, କିନ୍ତୁ ପ୍ରକୃତ କାମ ଏବେ ଆରମ୍ଭ। ଓ ଏହି କଥାଟା ଆମ ସାରାଂଶ ବି କହୁଛି ନେହେରୁଙ୍କ ଭାଷଣର ମୁଖ୍ୟ କଥା, ଯେ ସ୍ୱାଧୀନତା ଖାଲି ରାଜନୈତିକ ମୁକ୍ତି ନୁହେଁ, ଏହା ସାଙ୍ଗରେ ବହୁତ ବଡ଼ ଦାୟିତ୍ୱ ବି ଆସେ। ହଁ, ଖୁସି ମନେଇବା କଥା, କିନ୍ତୁ ସେଇ ଖୁସି ଭିତରେ ଭୁଲିଗଲେ ଚଳିବନି ପ୍ରକୃତ କାମ, ମାନେ ଦେଶ ଗଢ଼ିବାର କାମ, ସେଇ ମୁହୂର୍ତ୍ତରୁ ହିଁ ଆରମ୍ଭ। ଏଇ କଥାଟା ଆଜି ବି ବହୁତ ଜରୁରୀ ଲାଗୁଛି। ସେ ଖାଲି ଭାବବିହରା ହୋଇ କହୁନାହାନ୍ତି, ଆଗକୁ କ'ଣ କ'ଣ ବାଧା ଆସିବ ସେ ବିଷୟରେ ସମସ୍ତଙ୍କୁ ସତର୍କ କରୁଛନ୍ତି। ଯେମିତି କହୁଛନ୍ତି, ଆମେ ଯାହା ପାଇଛେ ସେଟା ବହୁତ ଦାମିକା, କିନ୍ତୁ ଏହାକୁ ଠିକ୍ ଭାବେ ରଖିବାକୁ ହେଲେ, ସଫଳ କରିବାକୁ ହେଲେ ଆହୁରି ବହୁତ କିଛି କରିବାକୁ ଅଛି। ହଁ, ଆପଣ ଠିକ୍ କହିଲେ। ଆଉ ସେ ଖାଲି ଦାୟିତ୍ୱ କହି ଚୁପ୍ ହୋଇଯାଇ ନାହାନ୍ତି। ସାରାଂଶରୁ ଜଣାପଡ଼ୁଛି ସେ ପୁରା ସ୍ପଷ୍ଟ ଭାବେ କହିଛନ୍ତି ସେ ଦାୟିତ୍ୱଗୁଡ଼ାକ କ'ଣ। ମୁଖ୍ୟତଃ 4ଟା ବଡ଼ ବଡ଼ ଆହ୍ୱାନର କଥା ସେ କହିଛନ୍ତି, ଯାହା ନୂଆ ଭାରତକୁ ସାମ୍ନା କରିବାକୁ ପଡ଼ିବ। ପ୍ରଥମ ହେଲା ଦାରିଦ୍ର୍ୟର ଶେଷ।
ଦ୍ୱିତୀୟରେ ଅଜ୍ଞାନତାର ଶେଷ ମାନେ ଅଶିକ୍ଷା, ତୃତୀୟରେ ରୋଗର ଶେଷ, ଆଉ ଚତୁର୍ଥରେ ସୁଯୋଗରେ ଯୋଉ ଅସମାନତା ଅଛି ତାର ଶେଷ। ଏହି ଚାରିଟା କଥା ବାଛିବା ପଛରେ ବହୁତ ଗଭୀର ଚିନ୍ତା ଥିଲା। ଏଟା ଖାଲି ସରକାର ବଦଳିବା କଥା ନଥିଲା କି ନୂଆ ନିୟମ ଲେଖିବା କଥା ନଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ସିଧାସଳଖ ଭାରତର କୋଟି କୋଟି ସାଧାରଣ ଲୋକଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ଆଣିବା। ବା, ଏଇଟା ବହୁତ ବଡ଼ କଥା। ଖାଲି ରାଜନୀତି ନୁହେଁ, ଖାଲି ସୀମା ସୁରକ୍ଷା ନୁହେଁ, ସିଧା ଲୋକଙ୍କ ଦୁଃଖ ସୁଖ କଥା। ଗରିବୀ, ଅଶିକ୍ଷା, ରୋଗ ଆଉ ସୁଯୋଗର ଅଭାବ। ଏତେ ବଡ଼ ସ୍ୱପ୍ନ ଦେଖିବା, ବିଶେଷ କରି ଗୋଟେ ନୂଆକରି ଜନ୍ମ ହୋଇଥିବା ଦେଶ ପାଇଁ, ଯାହାର ହାତରେ ବେଶୀ କିଛି ନଥିଲା। ଏକା ସାଙ୍ଗରେ ଏତେ ଗୁଡ଼ାଏ ବଡ଼ ସମସ୍ୟାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖିବା, ଏଇଟା ନିଜେ ହିଁ ଏକ ବିରାଟ କଥା। ନିଶ୍ଚିତ ଭାବରେ ଏଇଟା ହିଁ ଥିଲା ନେହେରୁଙ୍କର ଦୂରଦୃଷ୍ଟି। ସେ ବୁଝିଥିଲେ ପ୍ରକୃତ ସ୍ୱାଧୀନତାର ମାନେ ଖାଲି ରାଜନୈତିକ ଆଜାଦି ନୁହେଁ। ପ୍ରକୃତ ସ୍ୱାଧୀନତା ହେଲା ଯେତେବେଳେ ସବୁ ନାଗରିକ ଗୋଟେ ସମ୍ମାନରେ ଜୀବନ ଜୀଇବେ, ସୁସ୍ଥ ରହିବେ, ଆଗକୁ ବଢ଼ିବାର ସୁଯୋଗ ପାଇବେ। ଆଉ ଏଇ ଯୋଉ ଚାରିଟା କଥା ସେ କହିଲେ, ଏଗୁଡ଼ାକୁ ପରସ୍ପର ସହ ଯୋଡ଼ା। ଗରିବୀ ନ ଗଲେ ପାଠ ପଢ଼ିବା କଷ୍ଟ, ପାଠ ନ ପଢ଼ିଲେ ସ୍ୱାସ୍ଥ୍ୟ କଥା କେମିତି ବୁଝିବେ, ଆଉ ଏସବୁ ନଥିଲେ ସମାନ ସୁଯୋଗ କେମିତି ମିଳିବ? ତେଣୁ ଏଇଟା ଗୋଟେ ପୂରାପୂରି ବିକାଶର ପ୍ଲାନ୍ ଥିଲା। ଯଦି ଆମେ ଏହାକୁ ଦେଶ ଗଠନର ବଡ଼ ଚିତ୍ରରେ ଦେଖିବା, ଯେମିତି ଆମ ସାରାଂଶ କହୁଛି, ତେବେ ଜଣାପଡ଼ୁଛି ତାଙ୍କ ପାଇଁ ଦେଶ ଗଠନ ମାନେ ଖାଲି ରାସ୍ତାଘାଟ, କଳକାରଖାନା ନଥିଲା। ମଣିଷର ବିକାଶ ଆଉ ସମାଜରେ ନ୍ୟାୟ ମିଳିବା, ଏଇଟା ଥିଲା ମୂଳ କଥା। ସେ ସମୟରେ ଅନ୍ୟ ଯେଉଁ ନୂଆ ଦେଶ ସବୁ ସ୍ୱାଧୀନ ହେଉଥିଲେ, ତାଙ୍କ ତୁଳନାରେ ଏଇଟା ବହୁତ ଆଗୁଆ ଚିନ୍ତା ଥିଲା। ମଣିଷର ଭଲ କଥାକୁ ସବୁଠୁ ବେଶୀ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଏତେ ବଡ଼ କାମ, ଏତେ ବିଶାଳ ଲକ୍ଷ୍ୟ ଏକା କେହି କରିପାରିବନି, ନା ଗୋଟେ ସରକାର କରିପାରିବ। ଏଟାକୁ ସଫଳ କରିବାକୁ ହେଲେ ତ ସମସ୍ତେ ମିଶିବା ଦରକାର। ଆମ ସୂଚନାରୁ ଲାଗୁଛି ନେହେରୁ ଏକଥା ଭଲ ଭାବରେ ଜାଣିଥିଲେ। ସେଥିପାଇଁ ସେ ଦେଶବାସୀଙ୍କୁ ଏକାଠି ହେବାକୁ କହିଛନ୍ତି, ମିଳିମିଶି କାମ କରିବାକୁ କହିଛନ୍ତି। ଦେଶର ଉନ୍ନତି ପାଇଁ ଏକତା ମାନେ ୟୁନିଟି, ଅନୁଶାସନ ମାନେ ଡିସିପ୍ଲିନ୍, ଆଉ ସମର୍ପଣ ଭାବ ମାନେ ଡେଡିକେସନ୍, ଏସବୁ ଦରକାର ବୋଲି ଜୋର ଦେଇଛନ୍ତି। ଏଟା ବହୁତ ଜରୁରୀ କଥା, କାରଣ ଠିକ୍ ସେହି ସମୟରେ ଦେଶ ଭାଗ ହେଉଥିଲା, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିଲା। ଏମିତି ଗୋଟେ ସମୟରେ ଏକାଠି ରହିବାର କଥା କହିବାଟା ବହୁତ ବଡ଼ କଥା ଥିଲା, ଆଉ ଜରୁରୀ ବି ଥିଲା। ଅବଶ୍ୟ ସେ ସମୟର ଅବସ୍ଥା ଦେଖିଲେ ଏଇ ଆହ୍ୱାନର ଗଭୀରତା ଆହୁରି ବଢ଼ିଯାଉଛି। ନେହେରୁ ଜାଣିଥିଲେ ଭାରତ ପରି ଗୋଟେ ଦେଶରେ ଯୋଉଠି ଏତେ ପ୍ରକାର ଭାଷା, ଧର୍ମ, ସଂସ୍କୃତିର ଲୋକ ଅଛନ୍ତି, ସେଠି ଏକତା ହିଁ ସବୁଠୁ ବଡ଼ ବଳ। ଦେଶଭାଗର କ୍ଷତ ସେତେବେଳେ ପୂରା ତାଜା ଥିଲା। ଆଗକୁ ଏତେ ବଡ଼ ବଡ଼ କାମ କରିବାର ଅଛି, ତେଣୁ ଲୋକଙ୍କୁ ଏକାଠି ବାନ୍ଧି ରଖିବା ନିହାତି ଦରକାର ଥିଲା। ସେଥିପାଇଁ ଏକତା, ଅନୁଶାସନ ଆଉ ସମର୍ପଣ, ଏଗୁଡ଼ାକ ଖାଲି ଭଲ କଥା ନଥିଲା। ଏଗୁଡ଼ାକ ନୂଆ ଦେଶଟା ବଞ୍ଚି ରହିବା ପାଇଁ ଆଉ ଆଗକୁ ବଢ଼ିବା ପାଇଁ ନିହାତି ଜରୁରୀ ସର୍ତ୍ତ ଥିଲା। ଆଉ ସେ ଗୋଟେ ସ୍ୱପ୍ନ ବି ଦେଖେଇଥିଲେ, ଯେମିତି ଆପଣ କହୁଥିଲେ, ଏମିତି ଗୋଟେ ଭାରତର ସ୍ୱପ୍ନ ଯୋଉଠି ଧର୍ମ, ଜାତି, ବର୍ଣ୍ଣ, ସ୍ତ୍ରୀ ପୁରୁଷ ଏସବୁର କିଛି ଫରକ ରହିବ ନାହିଁ। ସବୁ ନାଗରିକ, ପ୍ରତ୍ୟେକ ନାଗରିକ ସମାନ ଭାବେ ନ୍ୟାୟ ପାଇବେ, ସୁଯୋଗ ପାଇବେ ଆଉ ମଣିଷ ପରି ସମ୍ମାନର ସହ ବଞ୍ଚିବେ। ଏଇ କଥା ତ ଆମ ସମ୍ବିଧାନର ବି ମୂଳ କଥା। ଠିକ୍ କହିଲେ। ତେବେ ଯଦି ଆମେ ସାରାଂଶରେ ଯାହା ସବୁ କୁହାଯାଇଛି, ସେସବୁକୁ ମିଶେଇକି ଦେଖିବା, ତାହେଲେ କ'ଣ ଚିତ୍ର ଆସୁଛି? ଗୋଟେ ପଟେ ସ୍ୱାଧୀନତା ମିଳିବାର ଗଭୀର ଖୁସି, ଉତ୍ସବ, ଅନ୍ୟପଟେ ଆଗକୁ ଦେଶ ଗଢ଼ିବାର ବଡ଼ ଦାୟିତ୍ୱ, କଠିନ ପରିଶ୍ରମ କରିବା ଆହ୍ୱାନ। ଏଇ ଦୁଇଟା ଭାବନାକୁ ନେହେରୁ ବହୁତ ସୁନ୍ଦର ଭାବେ ବାଲାନ୍ସ କରିଛନ୍ତି। ହଁ, ଏ ବାଲାନ୍ସଟା ହିଁ ଭାଷଣର ଗୋଟେ ବଡ଼ କଥା। ଏମିତି ନୁହେଁ ଯେ ଖାଲି ଖୁସିରେ ମାତି ରହ, କିମ୍ବା ଏମିତି ବି ନୁହେଁ ଯେ ଖାଲି ଦାୟିତ୍ୱ କଥା ଭାବି ଦବିଯାଅ। ଦୁଇଟା ଯାକ କଥାକୁ ସେ ମାନୁଛନ୍ତି। ଗୋଟେ ପଟେ ଶହେ ଶହେ ବର୍ଷର ଗୁଲାମୀ ପରେ ଯୋଉ ମୁକ୍ତି ମିଳିଲା, ତାର ମହତ୍ତ୍ୱକୁ ପୁରା ମନ ଦେଇ ଅନୁଭବ କର। ଆଉ ଅନ୍ୟପଟେ ସେଇ ମୁକ୍ତିକୁ ସଫଳ କରିବା ପାଇଁ ଯେଉଁ ବଡ଼ କାମ କରିବାକୁ ପଡ଼ିବ, ସେଥିପାଇଁ ମନକୁ ପ୍ରସ୍ତୁତ ରଖ। ନେହେରୁ ସଫା ସଫା କହିଦେଉଛନ୍ତି, ସ୍ୱାଧୀନତା ମାନେ ଖାଲି ଶାସନ ବଦଳିବା ନୁହେଁ। ଏଇଟା ପ୍ରକୃତରେ ଗୋଟେ ସୁଯୋଗ, ସବୁ ଭାରତୀୟଙ୍କ ପାଇଁ ଗୋଟେ ଭଲ, ନ୍ୟାୟପୂର୍ଣ୍ଣ ଆଉ ସମୃଦ୍ଧ ଜୀବନ ଦେବା ପାଇଁ ଗୋଟେ ସୁଯୋଗ ଆଉ ଦାୟିତ୍ୱ।
ଯଦି ଆମେ ଏହାକୁ ବଡ଼ ପରିପ୍ରେକ୍ଷୀରେ ଦେଖିବା ତେବେ ଏଇ ଭାଷଣଟା ସ୍ୱାଧୀନ ଭାରତର ଆଗାମୀ ଦଶନ୍ଧିଗୁଡ଼ିକ ପାଇଁ ଗୋଟେ ଗାଇଡ୍ ପରିଥିଲା, ଗୋଟେ ନୈତିକ ଭିତ୍ତିଭୂମି ତିଆରି କରିଥିଲା। ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ସବୁ ହେଲା, ଯେଉଁ ସବୁ ସାମାଜିକ ନୀତିନିୟମ ଆସିଲା, ସେସବୁ ପଛରେ କୋଉଠି ନା କୋଉଠି ଏଇ ଭାଷଣରେ ଥିବା ଆଶା ଆଉ ଲକ୍ଷ୍ୟର ପ୍ରଭାବ ଥିଲା। ହଁ, ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ କଥା। ଆଉ ସାରାଂଶରୁ ନେହେରୁଙ୍କର ଯେଉଁ ମୂଳ କଥାଟା ବାରମ୍ବାର ଆସୁଛି, ସେଟା ହେଲା ସ୍ୱାଧୀନତା ଗୋଟେ ଯାତ୍ରାର ଆରମ୍ଭ, ଶେଷ ନୁହେଁ। ମାନେ ଗୋଟେ ଯାତ୍ରା ଆରମ୍ଭ ହେଲା, ସରିନି। ଏଟା ଗୋଟେ ଗେଟ୍ ପରି ଯାହା ଏକ ନୂଆ ରାସ୍ତା ଖୋଲି ଦେଇଛି, କିନ୍ତୁ ସେ ରାସ୍ତାରେ ଆମକୁ ଚାଲିବାକୁ ପଡ଼ିବ, ବହୁତ ବାଟ ଯିବାକୁ ପଡ଼ିବ। ପ୍ରକୃତ ସ୍ୱାଧୀନତାର ମାନେ କ'ଣ, ସେଇଟା ବି ସେ ବୁଝେଇଛନ୍ତି। ତାଙ୍କ କହିବା ଅନୁସାରେ ଆମ ସୂଚନାରୁ ଯାହା ଜଣାପଡ଼ୁଛି, ଏଇଟା ଖାଲି ଗୋରା ଲୋକଙ୍କ ବଦଳରେ କଳା ଲୋକ ଶାସନ କରିବା ନୁହେଁ। ପ୍ରକୃତ ସ୍ୱାଧୀନତା ସେତେବେଳେ ଦେଖାଯିବ ଯେତେବେଳେ ଲୋକଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ଆସିବ। ମାନେ ଯେତେବେଳେ ଦେଶରୁ ଗରିବୀ ହଟିବ, ସମାଜରୁ ଅସମାନତା ଯିବ, ଯେତେବେଳେ ଦେଶ ଭିତରେ ଆଉ ବାହାରେ ଶାନ୍ତି ରହିବ, ଗଣତନ୍ତ୍ର ମଜବୁତ ହେବ, ଆଉ ସବୁଠୁ ବଡ଼ କଥା, ଯେତେବେଳେ ସମସ୍ତଙ୍କୁ ନ୍ୟାୟ ମିଳିବ। ତେବେ ଏସବୁର ମୂଳ କଥା କ'ଣ? ମୂଳ କଥା ହେଲା ସ୍ୱାଧୀନତା ଗୋଟେ ଚାଲୁ ରହିବା ପ୍ରକ୍ରିୟା। ଏଇଟା ଗୋଟେ କମିଟମେଣ୍ଟ, ଯାହାକୁ ପ୍ରତି ପିଢ଼ିକୁ ପ୍ରତିଦିନ ନୂଆ କରି ବଞ୍ଚେଇ ରଖିବାକୁ ପଡ଼ିବ, ନୂଆ କରି ହାସଲ କରିବାକୁ ପଡ଼ିବ। ନେହେରୁ କହିଛନ୍ତି। ସାରାଂଶ କହୁଛି, ସେ ଲୋକଙ୍କୁ ଖାଲି କାମ କରିବାକୁ କହିନାହାନ୍ତି, କେମିତି କାମ କରିବାକୁ ହବ ସେ କଥା ବି କହିଛନ୍ତି। ସେ ଦେଶ ସେବାରେ ନିଜକୁ ପୂରାପୂରି ଲଗେଇ ଦେବାକୁ କହିଛନ୍ତି, ଡେଡିକେସନ୍। କିନ୍ତୁ ଖାଲି ଡେଡିକେସନ୍ ଯଥେଷ୍ଟ ନୁହେଁ, ସେଇ ସେବାକୁ ସଚ୍ଚୋଟ ଭାବରେ, ମାନେ ଅନେଷ୍ଟିର ସହ ଆଉ ଏକାଠି ହୋଇ, ମାନେ ୟୁନିଟି ସହ କରିବାକୁ ଆହ୍ୱାନ ଦେଇଛନ୍ତି। ଏଟା ବହୁତ ମହତ୍ତ୍ୱପୂର୍ଣ୍ଣ, କାରଣ ଯେକୌଣସି ବଡ଼ କାମରେ, ଆଉ ଦେଶ ଗଢ଼ିବା ଭଳି ଏତେ ବଡ଼ କାମରେ, ଦୁର୍ନୀତି ଆଉ ଭେଦଭାବ, ଏଇ ଦୁଇଟା ସବୁଠୁ ବଡ଼ ଶତ୍ରୁ। ତେଣୁ ସଚ୍ଚୋଟତା ଆଉ ଏକତାର ଆହ୍ୱାନ ଖାଲି ରାଜନୈତିକ କି ଅର୍ଥନୈତିକ କଥା ନଥିଲା, ଏଟା ଗୋଟେ ଗଭୀର ନୈତିକ ଆହ୍ୱାନ ବି ଥିଲା। ଏଟା ପ୍ରତି ନାଗରିକଙ୍କୁ ମନେ ପକେଇ ଦଉଥିଲା ଯେ ଦେଶ ଗଠନର ଏଇ ମହାଯଜ୍ଞରେ ତାଙ୍କର ବି ଗୋଟେ ପବିତ୍ର ଭୂମିକା ଅଛି, ଆଉ ସେଇ ଭୂମିକାକୁ ପୁରା ନିଷ୍ଠା, ସଚ୍ଚୋଟତା ଆଉ ଏକତା ସହ କରିବାକୁ ହବ। ଏଇଟା ଆଗକୁ ହବାକୁ ଥିବା କାମର ଖାଲି ଆକାର ନୁହେଁ, ତାର ଚରିତ୍ର ବି ଠିକ୍ କରୁଥିଲା ଯେ ଆମେ ଖାଲି ଗୋଟେ ଶକ୍ତିଶାଳୀ ଦେଶ ଗଢ଼ିବାନି, ଗୋଟେ ନୈତିକ ଆଉ ନ୍ୟାୟପୂର୍ଣ୍ଣ ଦେଶ ବି ଗଢ଼ିବା। ତେବେ ମୁଖ୍ୟ କଥାଗୁଡ଼ାକ କ'ଣ ରହିଲା? ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ଖାଲି ଗୋଟେ ଭାଷଣ ନଥିଲା। ଏଇଟା ଥିଲା ଭାରତର ସ୍ୱାଧୀନତା ମୁହୂର୍ତ୍ତର ଗୋଟେ ଗଭୀର ଅନୁଭୂତି, ଗୋଟେ ନୂଆ ଯୁଗର ଆରମ୍ଭର ଡାକରା। ଏଥିରେ ସ୍ୱାଧୀନତାର ଖୁସି ଥିଲା, କିନ୍ତୁ ତା ସହିତ ଆଗକୁ ଆସୁଥିବା ବଡ଼ ଦାୟିତ୍ୱ କଥା ବି ସ୍ପଷ୍ଟ ଭାବେ କୁହାଯାଇଥିଲା। ଆଉ ସବୁଠୁ ବଡ଼ କଥା, ଏଥିରେ ଗୋଟେ ନ୍ୟାୟପୂର୍ଣ୍ଣ, ସମାନତା ଥିବା ଆଉ ସମୃଦ୍ଧ ଭାରତ ଗଢ଼ିବା ପାଇଁ ଗୋଟେ ସ୍ପଷ୍ଟ ଦିଗଦର୍ଶନ ଆଉ କାମର ଖସଡ଼ା ଥିଲା। ନିଶ୍ଚିତ ଭାବରେ। ଆଉ ଏଇ କଥାଟାକୁ ଆଉଥରେ କହିବା ଜରୁରୀ ଯେ ଏଇ ଭାଷଣଟା ସ୍ୱାଧୀନତାକୁ ଖାଲି ଗୋଟେ ରାଜନୈତିକ ଘଟଣା, ମାନେ କ୍ଷମତା ହସ୍ତାନ୍ତର ଏମିତି ଭାବେ ଦେଖିନଥିଲା, ବରଂ ନେହେରୁ ଏହାକୁ ଗୋଟେ ବହୁତ ବଡ଼ ଗଭୀର ସାମାଜିକ ଆଉ ଅର୍ଥନୈତିକ ମିଶନ ଭାବେ ଦେଖୁଥିଲେ। ଲକ୍ଷ୍ୟ ଥିଲା ଖାଲି ଶାସନ ବଦଳେଇବା ନୁହେଁ, ବରଂ ଦେଶର ପ୍ରତ୍ୟେକଟି ନାଗରିକର ଜୀବନରେ ପ୍ରକୃତ, ଭଲ ଆଉ ସବୁଦିନିଆ ପରିବର୍ତ୍ତନ ଆଣିବା। ଏଇଟା ନିଶ୍ଚୟ ଆଜି ଆମ ମନର ଗୋଟେ ବଡ଼ ପ୍ରଶ୍ନ ଆଣୁଛି। ସେଦିନ ନେହେରୁ ଯେଉଁ ମୂଳ ଲକ୍ଷ୍ୟଗୁଡ଼ାକ କଥା କହିଥିଲେ, ଗରିବୀର ଅନ୍ତ, ଅଜ୍ଞାନତାର ଅନ୍ତ, ରୋଗର ଅନ୍ତ ଆଉ ସୁଯୋଗର ଅସମାନତାର ଅନ୍ତ, ଆଜିର ଭାରତରେ ସ୍ୱାଧୀନତାର ଏତେ ବର୍ଷ ପରେ ସେ ଲକ୍ଷ୍ୟଗୁଡ଼ାକ କେତେ ଦୂର ପୂରା ହେଇଛି, ସେଗୁଡ଼ାକ ଆଜି ବି କେତେ ଜରୁରୀ, ଆଉ ସେ ଦିଗରେ ଆମର ଯାତ୍ରା କେତେ ଆଗେଇଛି ବା କେତେ ବାକି ଅଛି। ହଁ, ଏଟା ପ୍ରକୃତିରେ ଏକ ଗଭୀର ଭାବରେ ଚିନ୍ତା କରିବାର ପ୍ରଶ୍ନ। ଆଉ ଏଇ ଆଲୋଚନାର ଶେଷରେ ଶ୍ରୋତାମାନଙ୍କ ପାଇଁ ଆମେ ଗୋଟେ ଚିନ୍ତା ଛାଡ଼ି ଯାଉଛୁ। 1947ର ସେହି ଐତିହାସିକ ମଝି ରାତିରେ ନେହେରୁ ଯେଉଁ ଚାରିଟା ମୁଖ୍ୟ ଆହ୍ୱାନ କଥା କହିଥିଲେ, ଦାରିଦ୍ର୍ୟ, ଅଜ୍ଞାନତା, ରୋଗ, ଅସମାନତା, ଆଉ ଯେଉଁ ଭାଗ୍ୟ ସହ ସାକ୍ଷାତ ବା ଟ୍ରିଷ୍ଟ କଥା କହି ଏକ ନୂଆ ଭବିଷ୍ୟତର ପ୍ରତିଶ୍ରୁତି ଦେଇଥିଲେ, ସେହି ଆହ୍ୱାନ ଆଉ ସେହି ପ୍ରତିଶ୍ରୁତିର ଭାବନା ଆଜିର ଭାରତ ସାମ୍ନାରେ ଥିବା ନୂଆ ଆଉ ପୁରୁଣା ସମସ୍ୟା ଓ ଆଶା ଆକାଂକ୍ଷାରେ କେମିତି ଦେଖାଯାଉଛି। ସେଦିନର ସେହି ଟ୍ରିଷ୍ଟ ଆଜି କୋଉ ରୂପ ନେଇଛି, ଆଉ ସେ ରାତିର କଥାଗୁଡ଼ିକୁ ପୂରା କରିବା ଦିଗରେ ଆମ ସମସ୍ତଙ୍କର ମିଳିତ ଯାତ୍ରା ଆଜି କୋଉଠି ପହଞ୍ଚିଛି, ଏଟା ନିଶ୍ଚୟ ଚିନ୍ତା କରିବା କଥା। ପିଲାମାନେ, ବର୍ତ୍ତମାନ ପର୍ଯ୍ୟନ୍ତ ତୁମର ଯେଉଁ ଟପିକ୍ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି, ଯାହାକି ଜବାହରଲାଲ ନେହେରୁଙ୍କର ସ୍ୱାଧୀନତା ପୂର୍ବ ରାତ୍ରିର ଭାଷଣରୁ ଉଦ୍ଧୃତ,
ଏବେ ଆମେ ଦେଖିବା ଏଇ ଟପିକ୍ ଉପରେ ଯେତେବେଳେ ନୋଟ୍ଟିଏ ପ୍ରସ୍ତୁତ କରିବ, ପରୀକ୍ଷା ପାଇଁ କିଛି ନୋଟ୍ ପ୍ରସ୍ତୁତ କରିବ, ସେତେବେଳେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦିଆଯିବ। ତ ଏବେ ଦେଖିବା ଏଇ ଯେଉଁ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି, ଏଥିରେ କ'ଣ କ'ଣ ସବୁ ପାଠ ଅଛି, ୟାକୁ କେତେ ଭାଗ କରାଯାଇଛି। ଏଠି ଲକ୍ଷ୍ୟ କର, ଟପିକ୍କୁ ମୋଟାମୋଟି 4 ଭାଗ କରାଯାଇଛି ବା 4 ପ୍ରକାରର ପାଠ ଏଥିରେ ବର୍ଣ୍ଣିତ ଅଛି। ଯେମିତି ପ୍ରଥମେ ଭାଷଣ ସମ୍ପର୍କରେ, ଭାଷଣ, ନେହେରୁଙ୍କର ଭାଷଣ ଉପରେ କିଛି ବର୍ଣ୍ଣିତ ଧାଡ଼ି ସବୁ ଅଛି। ଏଠି ଦେଖ ଭାଷଣ, ତାପରେ ମୁଖ୍ୟ ବିଷୟବସ୍ତୁ ଦିଆଯାଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ନେହେରୁଙ୍କର କ'ଣ ସବୁ ଆହ୍ୱାନ ରହିଛି, କେଉଁ ଦିଗ ପ୍ରତି ସେ ସଜାଗ ହେବାକୁ କହିଛନ୍ତି, ସେ ମୁଖ୍ୟ ବିଷୟବସ୍ତୁ ବର୍ଣ୍ଣନା କରାଯାଇଛି। ତାପରେ ନେହେରୁଙ୍କ ଧାରଣା, ତାଙ୍କ ଧାରଣା ସ୍ୱାଧୀନ ହେଲା ପରେ ଆମ ନାଗରିକ ଭାରତୀୟମାନେ କ'ଣ ପ୍ରତି ଦୃଷ୍ଟି ଦେବେ, କିପରି ସଜାଗ ରହିବେ, କ'ଣ ସବୁ କାମ କରିବେ, ଏ ଦିଗରେ ବର୍ଣ୍ଣନା କରାଯାଇଛି। ତାପରେ ଆହ୍ୱାନ ଆଉ ଦାୟିତ୍ୱ, ସେ କିଛି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ 4ଟି ଆହ୍ୱାନ ଦେଇଛନ୍ତି। ଆମେ ଦେଖିବା ଏଥିରେ କ'ଣ କ'ଣ ସମ୍ପୃକ୍ତ ଅଛି। ତ ପ୍ରଥମେ ଆମେ ଦେଖିବା ଏଇ ଯେଉଁ ଭାଷଣ ସମ୍ପର୍କରେ ତୁମ ପୁସ୍ତକରେ କ'ଣ ସବୁ ବର୍ଣ୍ଣନା କରାଯାଇଛି। ଏବେ ଦେଖିବା ଆମେ ଭାଷଣରେ କ'ଣ ସବୁ ଅଛି। ପ୍ରଥମେ ଯେଉଁ ଅଂଶଟି ଅଛି ଭାଷଣ ସମ୍ପର୍କରେ, ସେଥିରେ ଆମକୁ କିଛି ବର୍ଣ୍ଣନା କରାଯାଇଛି। ଯେମିତି ଜବାହରଲାଲ ନେହେରୁଙ୍କ ଦ୍ୱାରା କ'ଣ କ'ଣ ସବୁ କଳ୍ପନା ବା ସଂକଳ୍ପ ନିଆଯାଇଥିଲା, ସ୍ୱାଧୀନ ପରେ ଆମ ଦେଶରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ ହେବ, ଲୋକମାନେ କି ପ୍ରକାର ସଜାଗ ରହିବେ, କେଉଁ ଦିଗ ପ୍ରତି ଦୃଷ୍ଟି ଦିଆଯିବ, ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଜବାହରଲାଲ ନେହେରୁଙ୍କ ଦ୍ୱାରା ସବୁ ଏସବୁ କଳ୍ପନା ଉଲ୍ଲେଖ କରାଯାଇଛି। ଇଏ ହେଲା ଭାଷଣରେ ଏଇସବୁ ଜିନିଷ ଅଛି। ତାପରେ 1947 ଅଗଷ୍ଟ 14 ତାରିଖ ଯେଉଁ ମଧ୍ୟରାତ୍ରି, ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ସେଥିରେ କ'ଣ କ'ଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ ସେ କଥା ବର୍ଣ୍ଣିତ ଅଛି। ତାପରେ ଭାରତ ସ୍ୱାଧୀନ ହେଲା, ସ୍ୱାଧୀନ ପୂର୍ବ ଆଉ ସ୍ୱାଧୀନ ପରବର୍ତ୍ତୀ ସମୟରେ ଆମର କ'ଣ ଦାୟିତ୍ୱ ରହିଛି, ଏ କଥା ବର୍ଣ୍ଣନା କରାଯାଇଛି। ତାପରେ ଦେଖ ସ୍ୱାଧୀନତାର ଆନନ୍ଦ, ସେ ଚାହୁଁଥିଲେ ଲୋକମାନେ ସ୍ୱାଧୀନତାର ଆନନ୍ଦ ଭୋଗ କରନ୍ତୁ, କିନ୍ତୁ କେବଳ ଆନନ୍ଦ ଭୋଗ କଲେ ହେବ ନାହିଁ, ଦେଶ ଗଠନ ଦିଗରେ ସତର୍କ ରହିବା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ଦେଶବାସୀ ଆନନ୍ଦରେ ରୁହନ୍ତୁ, କିନ୍ତୁ ଦେଶ ଗଠନ ଦିଗରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରନ୍ତୁ। ତାପରେ ଆଉ ଗୋଟେ ପାଠ ଏଥିରେ ଉଲ୍ଲେଖ ଅଛି, ତାହା ହେଲା ବ୍ରିଟିଶ ଶାସନ ବିରୋଧରେ ସଂଘର୍ଷ। ବ୍ରିଟିଶ ଶାସନ ବିରୋଧରେ କେମିତି ସଂଘର୍ଷ କରିକି ଦେଶକୁ ସ୍ୱାଧୀନ କରାଗଲା, ସେ କଥା ମଧ୍ୟ ଉଲ୍ଲେଖ ଅଛି। ଏ ଥିଲା ଭାଷଣ ସମ୍ପର୍କରେ, ଯେଉଁ ନେହେରୁଙ୍କ ଭାଷଣ ସମ୍ପର୍କରେ ଏଇ ଟପିକ୍ ଗୁଡ଼ାକ ବା ଏଇ ଯେଉଁ ସାବ୍ କଣ୍ଟେଣ୍ଟ ଅଛି, ଏଗୁଡ଼ାକ ପ୍ରତି ଧ୍ୟାନ ଦେବ ଏବଂ ନୋଟ୍ଟିଏ ପ୍ରସ୍ତୁତ କରିବ। ତାପରେ ଦେଖିବା ଆଉ କ'ଣ ବିଷୟ ଏଥିରେ ବର୍ଣ୍ଣିତ ଅଛି। ଦେଖ ତାପରେ ଅଛି ମୁଖ୍ୟ ବିଷୟବସ୍ତୁ। ମୁଖ୍ୟ ବିଷୟବସ୍ତୁରେ ଆମେ କାହା ଉପରେ ବା କେଉଁ ଦିଗରେ ନୋଟ୍ଟିଏ ପ୍ରସ୍ତୁତ କରିବା ନା, ଏଥିରେ ଆମକୁ 3ଟା ଜିନିଷ ଧ୍ୟାନ ଦେବାକୁ ପଡ଼ିବ। ଯେ ସ୍ୱାଧୀନତା ଉତ୍ସବ, କି ପ୍ରକାର ସ୍ୱାଧୀନତା ଉତ୍ସବ ପାଳନ କରାଯିବ, ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ଆଉ ସାମାଜିକ, ଅର୍ଥନୈତିକ, ନୈତିକ ପ୍ରଗତି, ଏଇସବୁ ପ୍ରତି ସେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ବିଷୟବସ୍ତୁରେ ବର୍ଣ୍ଣନା କରାଯାଇଛି। ତାପରେ ଆସିବ ନେହେରୁଙ୍କ ଧାରଣା। ଏଠି ଦେଖ ନେହେରୁଙ୍କ ଧାରଣା, ଏଥିରେ ଆମେ କେଉଁ ଦିଗରେ ନଜର ଦେବା ବା ଆମେ ଟିକେ ନୋଟ୍ କଲା ବେଳେ ଗୁରୁତ୍ୱ ଦେବା। ନେହେରୁଙ୍କ ଧାରଣା
ସେଥିରେ ଆମେ ଦେଖିବା ଯେ କେତୋଟି ଦିଗ ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ। ଯେମିତି ପ୍ରଥମେ ସ୍ୱାଧୀନତା ଏକ ଆରମ୍ଭ। ସ୍ୱାଧୀନ ହେଲା ପରେ ନେହେରୁ ଭାଷଣରେ କହିଲେ ଯେ ସ୍ୱାଧୀନତା ଏଇ ଆରମ୍ଭ ମାତ୍ର, ଆଗକୁ ବହୁତ କାମ କରିବାର ଅଛି। ତ ଏ ଦିଗରେ ଆମେ ଧ୍ୟାନ ଦେବା। ତାପରେ ଆଉ କେଉଁ ଦିଗରେ ଆମେ ଦୃଷ୍ଟି ଦେବା? ଦାରିଦ୍ର୍ୟ ଅସମାନତା ଦୂର କରିବା। ଇଏ ଥିଲା ନେହେରୁଙ୍କର ଏକ ସଂକଳ୍ପ। ସ୍ୱାଧୀନ ଦେଶ ହେଲା ଠିକ୍ ଅଛି, କିନ୍ତୁ ଏବେ ଆମର କର୍ତ୍ତବ୍ୟ କ'ଣ? ଦାରିଦ୍ର୍ୟକୁ ହଟେଇବା, ଅସମାନତା ଦୂର କରିବା, ଅର୍ଥାତ୍ ସମସ୍ତେ ସମାନ ସୁବିଧା ସୁଯୋଗ ପାଇବା ଦରକାର। ଆମ ଭିତରେ ଭେଦଭାବ ଅସମାନତା ନ ରହିବ, ଏକଥା ବର୍ଣ୍ଣନା କରାଯାଇଛି। ତାପରେ ଦେଖ, ଶାନ୍ତି ଆଉ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା, ୟା ଉପରେ ମଧ୍ୟ ଯେଉଁ ପୁସ୍ତକରେ ଲେଖାଯାଇଛି ତାକୁ ପଢ଼ିବ ଏବଂ ନୋଟ୍ଟିଏ ପ୍ରସ୍ତୁତ କରିବ। ତତ୍ପରେ ଅଛି ସମସ୍ତଙ୍କ ପାଇଁ ନ୍ୟାୟ। ଏଠି ଦେଖ, ସମସ୍ତଙ୍କ ପାଇଁ ନ୍ୟାୟ, ଯେମିତି ସମସ୍ତେ ନ୍ୟାୟ ପାଇବେ ସେ ଦିଗରେ ମଧ୍ୟ ଆମେ କ'ଣ ଚେଷ୍ଟିତ ରହିବା। ତାପରେ ଦେଶ ସେବାରେ ଉତ୍ସର୍ଗୀକୃତ। ଦେଶ ସେବା କରିବା ପାଇଁ, ଦେଶ ଗଠନ କରିବାକୁ ହେଲେ ଦେଶ ସେବାରେ ଆମକୁ ଉତ୍ସର୍ଗିତ କରିବାକୁ ପଡ଼ିବ, ଏକଥା ନେହେରୁ କହିଛନ୍ତି। ଇଏ ଗଲା ଆମର ନେହେରୁଙ୍କ ଧାରଣା ବିଷୟରେ ନୋଟ୍ କଲାବେଳେ ଏଇ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ତାପରେ ଶେଷରେ ଅଛି ଆହ୍ୱାନ ଓ ଦାୟିତ୍ୱ। ଏଠି ଲକ୍ଷ୍ୟ କର, ଆହ୍ୱାନ ଓ ଦାୟିତ୍ୱ। ଆହ୍ୱାନ ଦାୟିତ୍ୱ ଯେଉଁ ନେହେରୁ ଆମର ଭାଷଣରେ କହିଛନ୍ତି, ସେଥିରେ କ'ଣ ସବୁ ଉଲ୍ଲେଖ ଅଛି? ଦେଖ, ସେଥିରେ ଆମେ ଦେଖିବା କେତେକ ଜିନିଷ ବର୍ଣ୍ଣନା କରାଯାଇଛି। ଯେମିତି ଦାରିଦ୍ର୍ୟ, ଅଜ୍ଞତା, ଅସମାନତା, ରୋଗ ସମାପ୍ତ। ଏଇ ଯେଉଁ ଚାରଟା ଜିନିଷ ପ୍ରତି ନେହେରୁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ତାଙ୍କ ଭାଷଣରେ ଏଇ ଚାରୋଟି ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। କ'ଣ କ'ଣ? ନା, ଦାରିଦ୍ର୍ୟ, ଦେଶରୁ ଦରିଦ୍ରତା ହଟିବ, କେହି ଗରିବ ରହିବେ ନାହିଁ। ଆଉ ଅଜ୍ଞତା ହଟିବ, ମାନେ କେହି ଅଶିକ୍ଷିତ ରହିବେ ନାହିଁ। ଅସମାନତା, ସମସ୍ତେ ସମାନ ସୁବିଧା ସୁଯୋଗ ପାଇବେ, ଅସମାନତା ରହିବ ନାହିଁ। ଆଉ ରୋଗ ସମାପ୍ତ ହେବ, ରୋଗ ବ୍ୟାଧି ଏସବୁ ଦେଶରୁ ଆମକୁ ହଟେଇବାକୁ ହେବ। ଏହା ଥିଲା ନେହେରୁଙ୍କର ବାର୍ତ୍ତା, ଯେଉଁଟାକି ସେ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାଷଣ ମାଧ୍ୟମରେ ସେ ଏହା ଉଲ୍ଲେଖ କରିଥିଲେ। ତାପରେ କ'ଣ ଅଛି? ଆମର ଯେଉଁ ପାଠ ବର୍ଣ୍ଣନା କରାଯାଇଛି ତାହା ହେଲା ଏକତ୍ରିତ ଭାବେ କାର୍ଯ୍ୟ। ନେହେରୁ ଭଲ ଭାବରେ ଜାଣିଥିଲେ ଦେଶ ଗଠନରେ କେବଳ ଜଣେ ବ୍ୟକ୍ତି କରିବା ସମ୍ଭବ ନୁହେଁ। ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଏହା ଥିଲା ତାଙ୍କର ଆହ୍ୱାନ। ଦେଖ, ଏକତ୍ରିତ ଭାବେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ତାପରେ କ'ଣ ଅଛି ଦେଖିବା? ତାପରେ ଯେଉଁ ପାଠଟି ଅଛି ତାହା ହେଲା ଅନୁଶାସନ ଓ ଉତ୍ସର୍ଗୀକରଣ। ତ ଦେଶ ଗଠନ ଦିଗରେ ଅନୁଶାସନ, ଯେଉଁଟାକି ଆଡମିନିଷ୍ଟ୍ରେସନ୍, ଶାସନ ପ୍ରଣାଳୀ, ଏସବୁ ଠିକ୍ ରହିବା ଦରକାର। ଆଉ ଲୋକମାନେ ଏହାର ଉନ୍ନତି ପାଇଁ ଉତ୍ସର୍ଗୀକରଣ ବା ସମସ୍ତେ ସାକ୍ରିଫାଇସ୍ କରିବା ଦରକାର, ଡେଡିକେସନ୍ ରହିବା ଦରକାର, ଏ କଥା ସେ ଉଲ୍ଲେଖ କରିଛନ୍ତି। ତାପରେ ଦେଖ, ସମସ୍ତ ନାଗରିକଙ୍କ ପାଇଁ ନ୍ୟାୟ। ସେ ଚାହୁଁଥିଲେ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ରହିବା ଦରକାର, ବା ନ୍ୟାୟର ସୁବିଧା ସୁଯୋଗ ସମସ୍ତେ ସମାନ ଆକାରରେ ଉପଭୋଗ କରିବେ, ବା ଯେମିତି ପାଇବେ ନ୍ୟାୟ, ସମସ୍ତେ ସମାନ ନ୍ୟାୟ ପାଇବେ, ଏ ଦିଗରେ ସେ ଆହ୍ୱାନ ଦେଇଥିଲେ। ତାପରେ ସୁଯୋଗ ସମ୍ମାନଜନକ ଜୀବନ। ଏଠି ଦେଖ, ସମସ୍ତଙ୍କର ସୁଯୋଗ ସମାନ ରହିବା ଦରକାର, ଅର୍ଥାତ୍ ଧନୀ ଗରିବ ତାରତମ୍ୟ ରହିବ ନାହିଁ। ଯେଉଁ ସବୁ ସୁଯୋଗ ଅଛି
ଦେଶରେ ଯାହା ସବୁ ପ୍ରାପ୍ୟ ହେବାର ଅଛି ସମସ୍ତେ ସମାନ ଭାବରେ ପାଇବେ ଏକଥା ସେ ଉଲ୍ଲେଖ କରିଛନ୍ତି। ଆଉ ସମ୍ମାନଜନକ ଜୀବନଯାପନ କରିବେ, କାହାରି ଜୀବନ କୌଣସି ନ୍ୟୁନତାରେ କଟିବ ନାହିଁ ବା ସମସ୍ତେ ସମାନ ସୁବିଧା ସୁଯୋଗ ପାଇବେ, ଏକଥା ନେହେରୁଙ୍କ ଭାଷଣରେ ଉଲ୍ଲେଖ କରାଯାଇଛି। ତାପରେ ଆଉ କ'ଣ ଅଛି ଦେଖିବା। ଏତିକି ଥିଲା ତାଙ୍କର ଆହ୍ୱାନ ଆଉ ଦାୟିତ୍ୱ ମାଧ୍ୟମରେ ସେ ଯେଉଁ ପ୍ରକାଶ କରିଥିଲେ, ଏଇ ପଏଣ୍ଟ ଉପରେ ନୋଟ୍ କଲାବେଳେ ଗୁରୁତ୍ୱ ଦିଆଯିବ। ତ ପିଲାମାନେ ତୁମର ଯେଉଁ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ଏ ପ୍ରସଙ୍ଗଟିକୁ ଟପିକଟିକୁ ମୂଳରୁ ଶେଷ ଯାଏଁ ଭଲ ଭାବରେ ବୁଝିପାରିଥିବ ବୋଲି ମୋର ଆଶା ବିଶ୍ୱାସ। ତ ଏ ଭିଡ଼ିଓ କେବଳ ଟପିକ୍ର ଏକ୍ସପ୍ଲାନେସନ୍ ବା ବୁଝିବା ପାଇଁ ବର୍ଣ୍ଣନା ଶୈଳୀରେ ପ୍ରସ୍ତୁତ କରାଯାଇଛି। ଆଗକୁ ପରୀକ୍ଷା ନିମିତ୍ତ ପ୍ରଶ୍ନ ଉତ୍ତର, ସେଥିରେ ସର୍ଟ ଆନ୍ସର୍ ଟାଇପ୍, ଲଙ୍ଗ୍ ଆନ୍ସର୍ ଟାଇପ୍, ଅବଜେକ୍ଟିଭ୍ କ୍ୱେଶ୍ଚନ୍, MCQs ଏସବୁ ଆସିବ। ତ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ସହ ଅପେକ୍ଷା କର। ଟିଲ୍ ଦେନ୍ ଟେକ୍ କେୟାର, ଗୁଡ୍ ବାଏ।